କାହାଣୀ ମହାନତା। ବନ୍ଧୁଗଣ, କେବଳ ଜଣେ ବ୍ୟକ୍ତିର ଭଲ ଚିନ୍ତାଧାରା ଜଣେ ବ୍ୟକ୍ତିଙ୍କୁ ମହାନ କରିଥାଏ। ଏହି ଦୁନିଆରେ ସମସ୍ତେ ନିଜ ନିଜର ହିତ ପାଇଁ କାମ କରନ୍ତି, କିନ୍ତୁ ଯିଏ ଅନ୍ୟମାନଙ୍କ ମଙ୍ଗଳ ପାଇଁ କାମ କରେ ଏବଂ ଅନ୍ୟମାନଙ୍କ ପାଇଁ ବଞ୍ଚିଥାଏ ସେ ମହାନ। ଚାଲନ୍ତୁ କାହାଣୀଟି ଜାଣିବା। ଦିନେ ଜଣେ ରାଜା ଜଣେ ମହାନ ପଣ୍ଡିତଙ୍କୁ ଭେଟିବାକୁ ଆସିଲେ। ରାଜା ପଣ୍ଡିତଙ୍କୁ ପଚାରିଲେ, ଏହି ଦୁନିଆରେ ଏପରି କୌଣସି ବ୍ୟକ୍ତି ଅଛନ୍ତି ଯିଏ ବହୁତ ମହାନ କିନ୍ତୁ ଜଗତର ଲୋକଙ୍କୁ ଜଣା ନାହିଁ? ପଣ୍ଡିତ ଭଦ୍ର ଭାବରେ ହସିଲେ ଏବଂ ରାଜାଙ୍କୁ କହିଲେ, ଆମେ ଦୁନିଆର ଅଧିକାଂଶ ମହାନ ବ୍ୟକ୍ତିଙ୍କୁ ଜାଣିନାହୁଁ। ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ମହାନ ଲୋକଙ୍କ ଠାରୁ ମଧ୍ୟ ବଡ଼ ଅଟନ୍ତି। ରାଜା ପଣ୍ଡିତଙ୍କୁ ପଚାରିଲେ, ଏହା କିପରି ସମ୍ଭବ? ପଣ୍ଡିତ କହିଲେ, ମୁଁ ଆପଣଙ୍କୁ ଏହିପରି ଅନେକ ବ୍ୟକ୍ତିଙ୍କ ସହିତ ପରିଚିତ କରାଇବି। ପଣ୍ଡିତ ରାଜାଙ୍କ ସହ ଏକ ଗାଁ ଆଡ଼କୁ ଗଲେ। ବାଟରେ କିଛି ଦୂରରେ ସେମାନେ ଏକ ବୃକ୍ଷ ତଳେ ଜଣେ ବୃଦ୍ଧଙ୍କୁ ଭେଟିଲେ। ବୃଦ୍ଧଙ୍କର ଗୋଟିଏ ପାତ୍ରରେ ପାଣି ଏବଂ କିଛି ରୁଟି ଥିଲା। ପଣ୍ଡିତ ଏବଂ ରାଜା ତାଙ୍କୁ ରୁଟି ଖାଇବାକୁ ପାଣି ପିଇବାକୁ କହିଥିଲେ। ଯେତେବେଳେ ରାଜା ବୃଦ୍ଧଙ୍କୁ ରୁଟିର ମୂଲ୍ୟ ଦେବା ଆରମ୍ଭ କଲେ, ଲୋକଟି କହିଲା, ସାର୍, ମୁଁ ଜଣେ ଦୋକାନୀ ନୁହେଁ। ମୁଁ କେବଳ ଏହି ବୟସରେ ଯାହା କରିବାକୁ ସକ୍ଷମ ତାହା କରୁଛି। ପଣ୍ଡିତ ରାଜାଙ୍କୁ ସୂଚାଇ କହିଲା, ରାଜା, ଦେଖ, ଏହି ବୃଦ୍ଧଙ୍କର ଭଲ ଚିନ୍ତାଧାରା ହିଁ ତାଙ୍କୁ ମହାନ କରିଥାଏ। ତାପରେ ଦୁହେଁ ଗାଁରେ ପ୍ରବେଶ କଲେ। ସେଠାରେ ସେମାନେ ଏକ ବିଦ୍ୟାଳୟ ଦେଖିଲେ। ଦୁହେଁ ସ୍କୁଲରେ ଜଣେ ଶିକ୍ଷକଙ୍କୁ ଭେଟିଥିଲେ। ରାଜା ତାଙ୍କୁ ପଚାରିଲେ, ଯଦି ତୁମେ ଏତେ ଛାତ୍ରଙ୍କୁ ଶିକ୍ଷା ଦେଉଛ, ତେବେ ତୁମେ କେତେ ଦରମା ପାଉଛ? ସେହି ଶିକ୍ଷକ ରାଜାଙ୍କୁ କହିଲେ ଯେ, ମହାରାଜ, ମୁଁ ଦରମା ପାଇଁ ଶିକ୍ଷା ଦେଉନାହିଁ। ଏଠାରେ କୌଣସି ଶିକ୍ଷକ ନଥିଲେ ଏବଂ ଛାତ୍ରମାନଙ୍କର ଭବିଷ୍ୟତ ବିପଦରେ ଥିଲା। ସେଥିପାଇଁ ମୁଁ ସେମାନଙ୍କୁ ମାଗଣା ଶିକ୍ଷା ଦେବାକୁ ଆସୁଛି। ରାଜା ବହୁତ ଭଲ ଭାବରେ ବୁଝିପାରିଥିଲେ ଯେ ପଣ୍ଡିତମାନେ ପ୍ରକୃତରେ କେତେ ମହାନ ଅଟନ୍ତି। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।